କିଛି ଦିନ ପୂର୍ବେ ବଳାତ୍କାରୀଙ୍କ ବିରୋଧରେ ଗୋଟିଏ ଭିଡିଓ ବନେଇଥିଲି। ସେଥିରେ କିଛି ବ୍ୟକ୍ତି ଆସି କମେଣ୍ଟ କରି ଯାଇଛନ୍ତି, ଭାଇ ଝିଅମାନେ ଯୋଉ ଛୋଟ ଡ୍ରେସ୍ ପିନ୍ଧିକି ବୁଲନ୍ତି କ'ଣ ତାଙ୍କର କିଛି ଭୁଲ ନାହିଁ? अच्छा हमको सिखा रिया है। ତ ସେ ବ୍ୟକ୍ତିମାନଙ୍କୁ ଏ ଭିଡିଓ ଜରିଆରେ ମୁଁ ଜଣେଇ ଦେବାକୁ ଚାହୁଁଛି, ବାବୁରେ ତୁ ଯେବେ ହାଫ୍ ପ୍ୟାଣ୍ଟ ପିନ୍ଧି ମାର୍କେଟକୁ ବୁଲିବାକୁ ଯାଉ ନା, ତତେ କେତେ ଛକରେ ରେପ୍ ହେଇଯାଇଛି, ତତେ କେତେ ଝିଅ ଆସି ବଳାତ୍କାର କରିକି ଯାଇଛନ୍ତି। ତା ମାନେ ତୋ କହିବା କଥା ପୁଅ ପିଲାମାନେ ଲୁଗା ପିନ୍ଧିକି ବୁଲନ୍ତୁ। ଶଳା ବାଇଆ ବାଣ୍ଡା କୋଶ୍ଚିନ୍ ମିନିଂ ଟା ଠିକ ରେ ନ ବୁଝିକି ତାକୁ ଗୋଟେ ପାଗଳ ଚୋଦା ଭଳିଆ ଆନ୍ସର ଦଉଛି। कंट्रोल। ଆବେ ସିଏ କହିଲା ଯୋଉ ଝିଅ ମାନେ ଛୋଟ ଛୋଟ ଡ୍ରେସ ପିନ୍ଧୁନ୍ତି ତାଙ୍କୁ ଜଗିବା ଦରକାର, ଏଇଟା ଠିକ କଥା। ତା ମାନେ ତୋ କହିବା କଥା ଝିଅ ପିଲାମାନେ ହାଫ୍ ପ୍ୟାଣ୍ଟ ପିନ୍ଧିକି ବୁଲିଲେ ଦୁନିଆ ପାଇଁ ବହୁତ ସୁନ୍ଦର, ଆଉ ପୁଅ ପିଲାମାନେ ହାଫ୍ ପ୍ୟାଣ୍ଟ ପିନ୍ଧିକି ବୁଲିଲେ ସେଇଟା ବହୁତ ଖରାପ। आप कहाँ के ज्ञानी बाबा? ମୁଁ ଶୁଣିବାକୁ ପାଇଲି ଏବେ 4 ବର୍ଷର ଛୁଆକୁ ବି ବଳାତ୍କାର କରିଛନ୍ତି। ସେ ଝିଅର କାରଣ କ'ଣ ଦବୁ? ସିଏ ବି ଛୋଟ ଡ୍ରେସ୍ ପିନ୍ଧି ବୁଲୁଥିଲା। ଶଳା ମୁଁ କହିଥିଲି ନା ଏ ଶଳା ପ୍ରକୃତରେ ବାଇଆ ବାଣ୍ଡା। ଦେଖୁନ କୋଉ ଟାଇପ ର କୋଶ୍ଚିନ୍ କି କୋଉ ଟାଇପ ର ଆନ୍ସର। ମାନେ ୟା କହିବା କଥା ଖାଲି ପୁଅ ପିଲା ନୁହଁ, ଛୋଟ ଛୁଆ ମାନେ ବି ଲୁଗା ପିନ୍ଧିକି ବୁଲନ୍ତୁ। ଆବେ ସେଇମାନଙ୍କୁ ଜଗ ଯୋଉମାନେ ଛୋଟ ଛୋଟ ଡ୍ରେସ୍ ପିନ୍ଧିକି ସମାଜକୁ କଳଙ୍କିତ କରନ୍ତି। ତାଙ୍କ ପାଇଁ ଆୱାଜ ଉଠା ବୋଲି ସେ ପିଲାଟା କମେଣ୍ଟ କରିଥିଲା, କିନ୍ତୁ ତୁ ଗୋଟେ ପାଗଳା ଗିହା ଭଳିଆ ଆନ୍ସର ଦଉଛୁ। ଆଉ ବାକି ରହିଲା ତତେ ପଚାରିଥିବା କୋଶ୍ଚିନ୍ ର ଆନ୍ସର ଯୋଉଟା ତୋ ଦ୍ୱାରା ବିଲକୁଲ ହେଇପାରିଲାନି। ତାର ପରଫେକ୍ଟ ଆନ୍ସର ହଉଛି ଯୋଉ ଝିଅ ଛୋଟ ଛୋଟ କପଡା ପିନ୍ଧୁଛି ଆଉ ଯୋଉ ଝିଅ ଏମିତି ହଟନେସ୍ ଦେଖେଇକି ଲୋକମାନଙ୍କୁ ଆଟ୍ରାକ୍ଟ କରୁଛି ତାଙ୍କ ପ୍ରତି ତମେ ଆୱାଜ ଉଠା ଆଉ ତାଙ୍କର ପୁରା କଡା ଜବାବ ଦିଅ। ଅଟୋମେଟିକ ସେମାନେ ବନ୍ଦ ହେବା ପାଇଁ ଚେଷ୍ଟା କରିବେ। ଆଉ ଯଦି ସେଇଟା ନ ହଉଛି ଯୋଉମାନେ ଏଇଭଳିଆ ନିନ୍ଦନୀୟ କାମ କରୁଛନ୍ତି ସେମାନଙ୍କୁ ଫାଶୀ ଦଣ୍ଡ ବଦଳରେ ପୁରା ସମସ୍ତ ପବ୍ଲିକ ଆଉ ବିଚ୍ ରାସ୍ତା ଉପରେ ତାକୁ ଠିଆ ଠିଆ ଚିରି ଦିଅ, ଯେମିତି ତାକୁ ଦେଖିକି ଅନ୍ୟ କୌଣସି ରେପିଷ୍ଟ ମାନେ ଏଇଭଳିଆ କାମ କରିବାକୁ ଥରେ ଜାଗାରେ 100 ଥର ଚିନ୍ତା କରିବେ। ବୁଝିପାରିଲୁ?